ଶୀତ ଚାଲି ଯାଉଛି ଆଉ ଶୀତ ଚାଲିଗଲା ମାନେ ମଟରସୁଟି ବି ତ ଚାଲିଯିବ। ଆଉ ସେ ମଟରସୁଟିର ଗୋଟେ ବହୁତ ବଢ଼ିଆ ରେସିପି ନେଇ ଆସିଛି। ସମସ୍ତେ ଖାଆନ୍ତି କିନ୍ତୁ ମୁଁ ମୋ ଅନୁସାରେ ବନେଇଥାଏ ଯେଟା ବହୁତ ବଢ଼ିଆ ଲାଗେ। ମଟରସୁଟିର କଚୁରି ତା ସହିତ ମଟରସୁଟିର ଆଳୁଦମ। ନୂଆ ଆଳୁର ଏଇ ଆଳୁଦମଟା ତା ସହିତ ଗରମ ଗରମ ମଟରସୁଟିର କଚୁରି ଖାଇବା ପାଇଁ ବହୁତ ଟେଷ୍ଟି। ଚାଲନ୍ତୁ ଆଜି ମୁଁ ବନେଇ ନେଉଛି ସକାଳର ବ୍ରେକଫାଷ୍ଟଟା ମଟରସୁଟିର କଚୁରି ତା ସହିତ ଆଳୁଦମ। ଫଟାଫଟ କିନା ବନେଇ ଦେଇ ଆଗେ ଆଳୁଦମ ବନେଇବା। ଆଳୁଦମ ପାଇଁ କ'ଣ କ'ଣ ନେଇଛି? ପିଆଜ ନେଇଛି, ଅଦା ରସୁଣ କଞ୍ଚା ଲଙ୍କା ଜିରା ଆଉ କାଜୁ ଅଳ୍ପ ଟିକେ ପାଣି ଦେଇ ଭଲ କିନା ଗୋଟେ ସ୍ମୁଥ୍ ପେଷ୍ଟ ବନେଇ ନେବା। ପେଷ୍ଟଟା ହେଇଯାଇଛି। ଏଇ ପେଷ୍ଟଟାକୁ ଏବେ ସାଇଡ଼୍ରେ କରି ରଖିଦେଇ ତାପରେ ଆଳୁ ନେଇଯିବା। ମୁଁ କ'ଣ କରିଛି ନୂଆ ଆଳୁ ଗୁଡ଼ାକୁ ଭଲ କିନା ପାଣିରେ ଧୋଇ ନେଇଛି। ଧୋଇ ସାରିଲା ପରେ ତାର ଉପରେ ଯେ ଚୋପା ଗୁଡ଼ା ଥିଲା ତାକୁ ଭଲ କିନା ଛଡ଼େଇ ଦେଇ ସାରିଲା ପରେ ଏଟାରେ କଣା କରିଦେଇଛି। ତାହେଲେ ଆଳୁ ଗୁଡ଼ା ଭଲ କିନା ସିଝିବ, ତା ସହିତ ଲୁଣ ବି ପଶିବ। ଆଳୁ ଗୁଡ଼ାର କାମ ସରିଯାଇଛି। ଏବେ ଚାଲନ୍ତୁ କଢ଼ା ଗୋଟେ ଗରମ କରି ନେବା। କଢ଼ା ଗରମ କରି ନେଇ ସେଟା ଟିକେ ବେଶିକା ତେଲ ଦେଇଦେଇଛି। ସେ ତେଲଟା ଭଲ କିନା ଗରମ ହେଇଗଲା ପରେ ସବୁ ଆଳୁ ଗୁଡ଼ାକୁ ଦେଇଦେଲି। ଆଳୁ ଗୁଡ଼ାକୁ ଭଲ କିନା ଲାଲ ହେବା ପର୍ଯ୍ୟନ୍ତ ଭାଜିବା। ଦୁଇ ପଟ ସାଇଡ଼୍ର ଲାଲ କରି କରି ପୁରା ଆଳୁ ଗୁଡ଼ାକୁ 5ରୁ 10 ମିନିଟ୍ ପର୍ଯ୍ୟନ୍ତ ମିଡ଼ିୟମ୍ ଫ୍ଲେମ୍ରେ ଭଲ କିନା ଭାଜି ନେବା। ସେଇ ଭାଜିଲା ବେଳେ ହିଁ ଆଳୁ ଅଧା ସିଝିଯିବ। ଦେଖୁଛନ୍ତି ଆଳୁ ଗୁଡ଼ା ପୁରା ଲାଲ ଲାଲ ହେଇଗଲାଣି। ଏବେ ଆଳୁ ଗୁଡ଼ା ବାହାର କରି ନେଇଛି। ଆଉ ଥରେ ସେଇ ତେଲରେ ଚିନି ଦେଇଦେଲି, ତା ସହିତ କିଛି ଗରମ ମସଲା ଦେଇଦେଲି ଆଉ ପିଆଜ ଗୁଡ଼ାକୁ ଚୁନ ଚୁନ କରି କାଟିକି ରଖିଥିଲି। ସେଇ ପିଆଜ ଦୁଇଟା ବି ବଡ଼ ପିଆଜ ଦେଇଦେଇଛି। ଆଳୁର ଆମାଉଣ୍ଟଟା ବେଶୀ ଅଛି, ସେଇଥିପାଇଁ ବଡ଼ ବଡ଼ 2ଟା ପିଆଜ ମୁଁ ନେଇଯାଇଛି। ଆପଣମାନେ ଆପଣଙ୍କ ହିସାବରେ ନେବେ। ଏବେ ଅଦା ଜିରାର ପେଷ୍ଟଟା ଯେ କରିକି ରଖିଥିଲି କାଜୁ ସହିତ ତାକୁ ବି 2 ଚାମଚ ଦେଇଦେଲି। ଦେଇ ଭଲ କିନା ଅଦା ରସୁଣର ପେଷ୍ଟ ଆଉ ପିଆଜକୁ ଭଲ କିନା ମସଲା ସହିତ କଷୁଛି। ତେଲ ସହିତ କଷି ସାରିଲା ପରେ ସେଠାରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କାଶ୍ମୀରୀ ରେଡ୍ ଚିଲି ପାଉଡ଼ର ଦେଇ ମସଲାକୁ ଭଲ କିନା କଷିବା। ଲୋରୁ ମିଡ଼ିୟମ୍ ଫ୍ଲେମ୍ରେ ମସଲାକୁ କଷିବା। ତାପରେ ଅଳ୍ପ ଟିକେ ପାଣି ଦେଇ ଆଉ ଥରେ ମସଲାକୁ ଭଲ କିନା କଷିବା। ଦେଖନ୍ତୁ ଅଳ୍ପ ଟିକେ ପାଣି ଦେଇଛି। ପାଣି ଦେଇ ମସଲାଟାକୁ ଭଲ କିନା କଷୁଛି। ମସଲାଟା ଭଲ କିନା କଷିଗଲା ପରେ ଏଟା ଏବେ ଟମାଟୋ ଦେଇଦେବା। ଟମାଟୋ ଦେଇ ଭଲ କିନା ମସଲାକୁ ଆଉ ଥରେ ମିଡ଼ିୟମ୍ ଫ୍ଲେମ୍ରେ କଷିବା। ଏବେ ଦେଖିବେ ମସଲା କଷିଗଲା ପରେ ଉପରେ ଯେତେବେଳେ ତେଲ ଛାଡ଼ିଦେବ ସେତେବେଳେ ଜାଣିବେ ମସଲାଟା ଭଲ କିନା ହେଇଯାଇଛି। ଏବେ ଆ ଭିତରେ ମୁଁ ମଟରସୁଟି କିଛି ଛଡ଼େଇକି ରଖିଥିଲି ତାକୁ ବି ଦେଇଦେଉଛି। ବେଶୀ ଦେଇନାହିଁ, ଅଳ୍ପ ଟିକେ ଦେଇ ତାପରେ ମସଲା ସହିତ ଏଇ ମଟରସୁଟିଟାକୁ ଭଲ କିନା କଷିଲି। ତାପରେ ଧନିଆ ପତ୍ର ବି ଦେଇଦେଲି। ଧନିଆ ପତ୍ର ଦେଲେ ବହୁତ ବଢ଼ିଆ ଟେଷ୍ଟ ହୁଏ, ସେଇଥିପାଇଁ ଧନିଆ ପତ୍ର ଦେଇ କଷି ସାରିଲା ପରେ ଏବେ ଆଳୁ ଗୁଡ଼ାକୁ ଦେଇଦେଇଛି। ଦେଖନ୍ତୁ ସେ ଗୋଟା ଆଳୁକୁ ଭଲ କିନା ଭାଜିକି ରଖିଥିଲି ତାକୁ ଏଇ ମସଲା ସହିତ ଦେଇଦେଲି। ଦେଇସାରିଲା ପରେ ଗରମ ପାଣି କରିକି ରଖିଥିଲି। ଥଣ୍ଡା ପାଣି ଦେଉନାହିଁ, ଥଣ୍ଡା ପାଣି ଦେଲେ ଆଳୁ ଭଲ କିନା ସିଝିବନି। ସେଥିପାଇଁ ଗରମ ପାଣି ଦେଇ ଏଇ ଆଳୁ ଗୁଡ଼ାକୁ ଭଲ କିନା ସିଝେଇବି। ଏଇ ନୂଆ ଆଳୁକୁ ଟିକେ ସିଝେଇବା ପାଇଁ ହେଲେ ଗରମ ପାଣି ଦରକାର। 15ରୁ 20 ମିନିଟ୍ ପର୍ଯ୍ୟନ୍ତ ଲୋ ଫ୍ଲେମ୍ରେ ଆଳୁଦମଟାକୁ ବସେଇ ଦେଇଥିଲି। ପାଣିଟା ପୁରା ଶୁଖିଯାଇଛି, ଦେଖନ୍ତୁ ମରିଯାଇଛି। ଏବେ କଞ୍ଚା ଲଙ୍କା, ଧନିଆ ପତ୍ର, ଗରମ ମସଲା ଆଉ ଘିଅ ଦେଇଦେଇଛି। ଦେଇସାରିଲା ପରେ ଭଲ କିନା ଆଉ ଥରେ 5ରୁ 10 ମିନିଟ୍ ପର୍ଯ୍ୟନ୍ତ ଭଲ କିନା ଆଳୁଟାକୁ କଷିବି। ତା ଭିତରେ ଗରମ ମସଲା, ଘିଅ ଆଉ ଧନିଆ ପତ୍ରର ସେଣ୍ଟଟା ପଶିଯିବ। ଦେଖନ୍ତୁ ହେଇଯାଇଛି ଆମର ଆଳୁଦମ, ସାଇଡ଼୍ରେ କରି ରଖିଦେଲି। ଏବେ ଚାଲନ୍ତୁ କଚୁରିଟା କରିବା। କଚୁରି କରିବା ପାଇଁ କ'ଣ କହିଲେ ମୁଁ ଆଉ ଥରେ ମଟରସୁଟି ଗୁଡ଼ା ନେଇଗଲି। ମଟରସୁଟି ଗୁଡ଼ା ଭଲ କିନା ଧୋଇ ଧୁଆ ସାରିକି ତା ଭିତରେ କଞ୍ଚା ଲଙ୍କା ଆଉ ଅଦା ଦେଇ ଭଲ କିନା ପେଷ୍ଟ କରି ନେଇଛି। ପୁରାପୁରି ମଟରସୁଟି ଗୁଡ଼ାକୁ ପାଣି ଅଳ୍ପ ଟିକେ ଦେଇ ଭଲ କିନା ପେଷ୍ଟ କରି ନେଇଛି। ଏବେ ଦେଖନ୍ତୁ କଢ଼ାଟା ଗରମ କରି ନେଇଛି, ସେଠାରେ ତେଲ ଦେଇଛି। ତେଲ ଗରମ ହେଇସାରିଲା ପରେ ହିଙ୍ଗ ଦେଇଦେଲି, କଳା ଜିରା ଦେଇଦେଇ ସେଇ ମଟରସୁଟିର ପେଷ୍ଟଟାକୁ ବି ତା କଢ଼ା ଉପରେ ଦେଇଦେଇଛି। ଦେଇସାରିଲା ପରେ ଭଲ କିନା ମିଡ଼ିୟମ୍ ଫ୍ଲେମ୍ରେ ମଟରସୁଟିର ପେଷ୍ଟଟାକୁ ମିକ୍ସ କରିବା। ତାପରେ ଲୁଣ ଦେଇଦେଇଛି। ଆଉ ଏଟାରେ କିଛି ଦେବା ଦରକାର ନାହିଁ। ଲୁଣ ଦେଇ ଭଲ କିନା ମିଡ଼ିୟମ୍ ଫ୍ଲେମ୍ରେ ଖୁସୁଣି ଦେଇ ସବୁବେଳେ ଚଲାଉଥିବା, ନହେଲେ ସେଟା ତଳେ ପୁଡ଼ିଯିବ। ସବୁବେଳେ ଚଲେଇ ଚଲେଇ ଦେଖିବେ ଯେତେବେଳେ ପାଣିଟା ପୁରା ମଟରସୁଟିରୁ ମରିଯାଇଛି ଆଉ ଗୋଟେ ସୁନ୍ଦର ବଲ୍ ଭଳିଆ ଡୋ ହେଇଯାଉଛି, ତାହେଲେ ଜାଣିବା ମଟରସୁଟିଟା ପୁର ହେବା ପାଇଁ ରେଡ଼ି ହେଇଯାଇଛି। ମଟରସୁଟିଟା ପୁର ହେବା ପାଇଁ ଏବେ ରେଡ଼ି ହେଇଛି। ଆକୁ ବି ମୁଁ ସାଇଡ଼୍ରେ ରଖିଦିଏ ଆଉ ତାକୁ ଥଣ୍ଡା କରିବା ପାଇଁ ରଖିଦେଉଛି। ଏବେ ଗୋଟେ ଗାମଲାରେ 3 କପ୍ ମଇଦା ନେଇଯାଇଛି। ସେଠାରେ ସ୍ୱାଦ ଅନୁସାରେ ଲୁଣ, ଚିନି ଆଉ ତେଲ ଦେଇଦେଉଛି। ତେଲ ଦେଇ এই ମଇଦାଟାକୁ ଭଲ କିନା ମିକ୍ସ କରିବି। ଦେଖନ୍ତୁ ଭଲ କିନା ମିକ୍ସ କରିଦେଉଛି। ମିକ୍ସ କରିସାରିଲା ପରେ ଦେଖନ୍ତୁ ହାତର ଗୋଟେ ମୁଠା ହେଇଯାଉଛି। ତାହେଲେ ମଇଦାଟା ବାଇଣ୍ଡିଙ୍ଗଟା ବହୁତ ବଢ଼ିଆ ହେଇଛି ଚିନି, ଲୁଣ ଆଉ ତେଲ ସହିତ। ଏବେ ଅଳ୍ପ ଅଳ୍ପ ପାଣି ଦେଇ ସୁନ୍ଦର ଗୋଟେ ଡୋ ବନେଇ ନେବା। ଯେମିତି ଅଟା ଦଳି ସେମିତି ଗୋଟେ ଡୋ ବନେଇବା। ଅଟା ଦଳା ଯେମିତି ବନେଇ ସେମିତି କରିବା, କିନ୍ତୁ ବେଶୀ ଟାଇଟ୍ କରିବାନି। କୁହନ୍ତୁ ତ ଦେଖି ଆପଣମାନଙ୍କୁ କାହାକୁ ସକାଳୁ ସକାଳୁ ଏମିତି ଗରମ ଗରମ କଡ଼ାଇସୁଟିର କଚୁରି ଆଉ ଆଳୁଦମ ଖାଇବା ପାଇଁ ଭଲ ଲାଗେ। ଦେଖନ୍ତୁ କି ସୁନ୍ଦର ବନେଇ ନେଇଛି ଗୋଟେ ଡୋଟେ। ଏଇ ଡୋଟା ବନେଇ ସାରିଲା ପରେ ଆକୁ ଆଉ ଅଳ୍ପ ଟିକେ ତେଲ ଦେଇଦେବା ତା ଉପରେ। ଦେଇସାରି
गोटे परिष्कार कपड़ा को धोईदेवा धोई सारिकी पूरा पानी छड़ेदेवा आउ से भिजा कपड़ाटा को आहरी ऊपर दे डोटार ऊपर दे 30 मिनिट पर्यंत रेस्ट रखी पूरी की कचुरी बहुत बढ़िया हम एमती प्रोसेस रे आपण मैंने जदि मैदा को कि अटा को दलिकी रखिए 30 मिनिट तो रेस्ट रखीदेवा एपटे बहुत जोर भोक भी लगिगला गरम गरम कचुरी खाइबा समस्त को बहुत आशा हो गला आउटे देखो मुझे जे पुर गुड़ा रखी मटर सुटीर पुर गुड़ा को मुझे छोट छोट कर बोल करके रखीदे এই बोल करिकी रखीदे सारापर बहुत शीघ्र हम एवं कचुरी बनवाई सब बोल हो मु साइड रखीदे एपटे देखी नौ मैदार डलाटा केमिति देखो आहरी सफ्ट हो एमती प्रकार आपण मैंने भी करेंगे देखिए पूरी की कचुरी खाइबापी बहुत बढ़िया लगे बहुत इजी आ बहुत टेस्टी हम आ बहुत सफ्ट भी हम पूरा भटूरा भाया कचुरी गुड़ा फुलिबे जेटा देखापी जिते सुंदर आ बनवाई भी बहुत बढ़िया लगे समस्ते खाइकी बहुत खुशी भी हो देखु कि सुंदर बनई नहीं एवं आ भितर गोटे गोटे पुर दे बहुत सुंदर किना मु बनईदेवी एवं कचुरी गुड़ा को ही बोल आ भितर गोटे गोटे पुर देवा आपण मैंने कहतु तो केमिति कड़ाई सुटीर कचुरी गुड़ा बनाती कमेंट निहाती जनइबे मु तो एमती बनाई मत बहुत बढ़िया भी लगे आउ एठी भी समस्त पाखरे मु देखी एमती बनाते बोली पाखरे जति काकी माका अच्छा आगुरी जो पिकनिक करी समस्ते एमतीका ही बनाते मुझे पाखु देखी यहाँ शिखी आउ से मैंने बहुत बढ़िया बनाती एवं देखो गोटे गोटे कर बनई नौ देखुं कि सुंदर होती आ गोटे भी कड़ाई सुटीर कचुरी मैदारू बाहरबनी पूरा ता भितर खूब सुंदर स्टफिंग होकर रही साइड्रु फाटबनी भी आउ बाहरबनी भी बेलिला बेले बहुत सुंदर बेलीज एवं मोर सब गुड़ा एवं मुझे प्लाटफर्म रे रखी बहुत सुंदर किना टिके टिके तेल दे बेलीदेवी आलुदम जा सेंट आसुची घर जाक पूरा महकी जाऊँगी आलुदमटा जानती केतेबेले मुझे कचुरी करी आ पुओ को खाइबापी देवी कि सुंदर होती कचुरी गुड़ा देखुं पूरा बाहर आड़ू कहीं आड़ू फाटी ना भी कचुरीटा पूरा तेलरे देले बहुत सुंदर फुलिब चलतु गोटे करी देखई दूची आपण मानकु केमितिका होची तेल तो गरम करके रखी थी आउ एपटे पूरी गुड़ा बोली नौली कचुरी गुड़ा को यही देखो तेल छाड़ी देछि केमिति निजे फुली जाऊँगी देखु कि सुंदर होती आउ यही सुंदर गरम गरम कचुरी सहित आलुदम खाइबापी पूरा आज बहुत बढ़िया लगे पिकनिक रे जाइथिले पिकनिक रे भी एमितिका आलुदम आ कचुरी देइथिले सेठी भी देखी पाखर काकी माका को भी देखी एमितिका बनाती से मु आज घर बनई दे मो पुओ को भी दौची देखो कि सुंदर फुली पूरा लाल करी भाजी नहीं बहुत बढ़िया आउरी दीटा फैमिली की भी डाकी से माने भी आम सहित ये कचुरी आलुदम आज खाइबे गोटे गोटे करी बेलुची आ गोटे गोटे करी भाजी नौची एका हाथ में करने पड़ुची बेसी बड़ रोसई घर नुहे से गोटे गोटे कचुरी बेलुची आ भाजुची गला मोर बहुत गुड़ा कचुरी एवं चलतु देखई दूची मु आपण मानकु केमितिका होची प्लेटा टिके सजई नौची एवं पुओ को दे दौची ए प्लेटा देखुं तो कि सुंदर बनई पुओ को दे सारी एवं गोटे प्लेट आणिकी आपण मानकु देखौची भितर कचुरीटा केमिति होची पूरा पूरी फिलिंगटा पूरा परफेक्ट अच्छी आलू गुड़ा बहुत सुंदर सॉफ्ट होती आ खाइबापी दुर्दांत होती झटपट किना मोर रेसिपीटा देखु आपण मैंने भी यही रेसिपीटा बनई खातु कमेंट जनातु केमिति होती आ मु तो बनई नहीं एवं चलो तो गोटे थाली रेडी कर पाख घर काकीमा को दे आसुची टिके सिमेई पाइस भी बनई तो से सिमेई पाइसटा को भी मुँह मिठा करने दे आसुची देखु केमिति होती मोर रेसिपीटा कमेंट निहाती जनइबे जदि भल होता है गोटे लाइक कमेंट शेयर निहाती करेंगे आउ आपण मैंने ब्रेकफास्ट कौन बनई निहाती जनातु नमस्कार जय जगन्नाथ।